ସମ୍ମାନ ହରାଇବାର 9ଟି କାରଣ। ନମ୍ବର 1, ସମ୍ପର୍କୀୟ କିମ୍ବା ଅନ୍ୟମାନଙ୍କ ଘରେ ବେଶୀ ସମୟ ରୁହନ୍ତୁ ନାହିଁ, ସମ୍ମାନରେ ହ୍ରାସ ଘଟିଥାଏ। ନମ୍ବର 2, ଖରାପ ଚରିତ୍ର ଥିବା ବ୍ୟକ୍ତିଙ୍କ ସହିତ କେବେ ବି ବନ୍ଧୁତା କରିବା ଉଚିତ ନୁହେଁ। ଏମିତି କଲେ ସେ ଲୋକମାନଙ୍କର ପତନ ଅତି ଶୀଘ୍ର ହୋଇଥାଏ। ନମ୍ବର 3, ଜୀବନସାଥୀଠାରୁ ଅଧିକ ସମୟ ଦୂରରେ ରହିବା ଉଚିତ ନୁହେଁ। ଏହା ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ ଏବଂ ପରିବାରରେ ମଧ୍ୟ ଅନେକ ସମସ୍ୟା ଉପୁଜିଥାଏ। ନମ୍ବର 4, ବାରମ୍ବାର କାହା ଘରକୁ ଯିବା ଭଲ ନୁହେଁ, କାରଣ ସେଥିରେ ସମ୍ମାନ ହ୍ରାସ ହୋଇଥାଏ। ନମ୍ବର 5, ଯେତେବେଳେ ଜଣେ ଲୋକ କୌଣସି କଥାକୁ ନେଇ ଆପଣଙ୍କର ରାୟ କି ମନ୍ତବ୍ୟ ମାଗିନାହାନ୍ତି, ଆଗୁଆ ଯାଇକି ଦେବା ଉଚିତ ନୁହେଁ। ନମ୍ବର 6, ସମ୍ମାନ କେବେ ମାଗନ୍ତୁ ନାହିଁ, ବରଂ କାମ ଏମିତି କରନ୍ତୁ ସମ୍ମାନ ଖୋଜିକି ଆପଣଙ୍କ ପାଖକୁ ଆସିବ। ନମ୍ବର 7, କାହାଠାରୁ ସମ୍ମାନ ପାଇବା ଆଗରୁ ଆପଣଙ୍କୁ ବି ସମ୍ମାନ ଦେବାକୁ ପଡ଼ିଥାଏ, କାରଣ ସମ୍ମାନ ଦେଲେ ସେଇଟା କେତେବେଳେ ବି ଆମ ପାଖକୁ ଦ୍ୱିଗୁଣିତ ହେଇ ଆସେ। ନମ୍ବର 8, ଆବଶ୍ୟକତାଠାରୁ ଅଧିକ କାହା ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ, କାରଣ ଏହାଦ୍ୱାରା ଆପଣ ଅପମାନିତ ହୋଇପାରନ୍ତି। ନମ୍ବର 9, ତେଣୁ ନିଜ କାମ ନିଜେ କରନ୍ତୁ, ଦେଖିବେ ସେହି କାମ ଆପଣଙ୍କୁ ଦିନେ ନା ଦିନେ ରାଜା ବନେଇକି ଛାଡ଼ିବ। ରହୁଛି, ଧନ୍ୟବାଦ।